नमस्कार बंधुगण, आमे शुणुचे उपन्यास वर्षा बसंत बैशाख। लेखिका डॉक्टर प्रतिभा राय। ଯେଉଁ ଲକ୍ଷ୍ୟ ଆଉ ଆନ୍ତରିକତା ନେଇ ତମେ ମୋର କର୍ମପଥରେ ବହି ଯାଉଛ ତାର ପାରିଶ୍ରମିକ ଦିଆଯାଇପାରେ ନା। ତଥାପି ସବୁ କାର୍ଯ୍ୟ ପାଇଁ କିଛି ନା କିଛି ରିୱାର୍ଡ଼ ତ ଦିଆଯିବାର କଥା। ଅବାକ୍ ହୋଇଗଲା ସୁଲଗ୍ନା। କହିଲା, ଦେବବ୍ରତ, ତମ ଆଶ୍ରାରେ ରହି ମୋର ଖାଇବା ପିଇବାରେ କୌଣସି ଅଭାବ ନାହିଁ। ତେଣୁ ଟଙ୍କାର ଦରକାର କ'ଣ? କାହା ପାଇଁ? ସୋନି ପାଇଁ ତମେ ତ ଅନେକ ଟଙ୍କା ବ୍ୟାଙ୍କରେ ଜମା ରଖିଛ। ମୋତେ ଅଧିକ ଦୁଃଖ ଦିଅ ନାହିଁ। ଦେବବ୍ରତ ନିସ୍ପୃହ କଣ୍ଠରେ କହିଲେ, କେବଳ ନିଜ ପାଇଁ ମଣିଷ ବଞ୍ଚିପାରେ ନା। ଯଦି ବଞ୍ଚି ରହେ ସେଥିରେ ଜୀବନର ଛନ୍ଦ ନଥାଏ। ଏ କଥା ଯେମିତି ସତ, ପାରିଶ୍ରମିକ ନ ନେଇ କାମ କରିବାରେ ଆନ୍ତରିକତା ନ ରହିବା ସେମିତି ସତ। ତେଣୁ ତମକୁ ଏ ଟଙ୍କା ରଖିବାକୁ ହେବ। ଆଶ୍ରିତା ହୋଇ ରହିଛ ବୋଲି ତମର ଏ ଯେଉଁ ସୁଖ ତା ତ ଊଣା ହେବ ନିଶ୍ଚୟ। ସୁଲଗ୍ନା ଦେବବ୍ରତ ହାତକୁ ଟଙ୍କାଟା ଫେରାଇ ଦେଉ ଦେଉ କହିଲା, ବେଶ୍, ଏ ଟଙ୍କା ତମରି ପାଖରେ ଥାଉ। ଏ ଟଙ୍କା କୌଣସି ମହତ୍ କାମରେ ଲାଗୁ। ମୋର ପାରିଶ୍ରମିକ ବାବଦର ଟଙ୍କାରେ ମୁଁ ଏକ ଛୋଟ ଅନାଥାଶ୍ରମ ଖୋଲିବାକୁ ଚାହେଁ। ହଁ, କେବଳ ଅବୈଧ ସନ୍ତାନମାନଙ୍କ ପାଇଁ ଅନାଥାଶ୍ରମଟି ଖୋଲା ହେବ। ସେମାନଙ୍କୁ ସେମାନଙ୍କ ବୁଦ୍ଧି ଦକ୍ଷତା ଅନୁଯାୟୀ ତାଲିମ ଦେଇ ନିଜ ଗୋଡ଼ରେ ନିଜେ ଠିଆ କରାଇବା ହେବ ଏ ଅନୁଷ୍ଠାନର ଲକ୍ଷ୍ୟ। ହଠାତ୍ ଏତେ ବଡ଼ ଏକ ସିଦ୍ଧାନ୍ତ କରିଦେଇ ସୁଲଗ୍ନା ଆଶାୟୀ ଆଖିରେ ଦେବବ୍ରତଙ୍କୁ ଚାହିଁ ରହିଲା। ଦେବବ୍ରତଙ୍କର ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା। ସେ କହିଲେ, ଧନ୍ୟବାଦ ତୁମକୁ ସୁଲଗ୍ନା। ମୋତେ ମଧ୍ୟ ଏଇ ମହତ୍ କାର୍ଯ୍ୟପଥରେ ସାଥୀ କରିନିଅ। ମୋର ଏତେ ଟଙ୍କା ବା କାହା ପାଇଁ? ସୋନି ତ ଝିଅଟିଏ। କାଲି ସକାଳେ ତା ଭାଗ୍ୟ ନେଇ ସେ ଯିବ। ମୋର ଏ ବିପୁଳ ସମ୍ପତ୍ତି କିଛି ମହତ୍ କାର୍ଯ୍ୟରେ ଲାଗିପାରିଲେ ଭଲ। ତମେ ମୋତେ ପଥ ଦେଖାଇଛ, ଆଲୋକର ପଥ। 2 ମାସ ଭିତରେ ଅନାଥାଶ୍ରମର ଶୁଭ ଦିଆ ହୋଇ କାର୍ଯ୍ୟ ଶେଷ ହୋଇଗଲା। ପ୍ରଥମେ 4ଟି ଅବୈଧ ଶିଶୁଙ୍କୁ ନେଇ ଅନାଥାଶ୍ରମରେ ଉଦ୍ଘାଟନ କରାଗଲା। ସୁଲଗ୍ନା ଆଉ ଦେବବ୍ରତଙ୍କ ଏ ମହତ୍ କାମ ପାଇଁ ସମସ୍ତେ ଧନ୍ୟ ଧନ୍ୟ କଲେ। ଅସଂଖ୍ୟ ଫୁଲମାଳ, ଅଭିନନ୍ଦନ, ପ୍ରଶଂସାପତ୍ରରେ ସୁଲଗ୍ନା ପୋତି ହୋଇ ପଡ଼ି ଭାବିଲା, ସବୁ ମିଛ, ଛଳନା। ଏ ପ୍ରଶଂସା ଦେବବ୍ରତଙ୍କର, ତାର ନୁହେଁ। ଦେବବ୍ରତଙ୍କ ଟଙ୍କାରେ ଅନୁଷ୍ଠାନ ଆରମ୍ଭ ହୋଇଛି। ସେ ନିମିତ୍ତ ମାତ୍ର। ସମ୍ବାଦପତ୍ରରେ ତାର ଆଉ ଦେବବ୍ରତଙ୍କର ଯୁଗ୍ମ ଫଟୋ ସହ ବଡ଼ ବଡ଼ ଅକ୍ଷରରେ ପ୍ରକାଶିତ ହେଲା, ଡାକ୍ତର ଦମ୍ପତିଙ୍କର ମହତ୍ କାର୍ଯ୍ୟ। ସମ୍ବାଦ ପଢ଼ି ସୁଲଗ୍ନା ଭାବିଲା, ଦେବବ୍ରତ ତାକୁ ମୁକ୍ତି ଦେବେ ନାହିଁ। ସେ ଯୁଆଡ଼େ ଗଲେ ବି ଦେବବ୍ରତ ଛାଇ ପରି ଲାଗି ରହିଛନ୍ତି। ତାର ସବୁ କାର୍ଯ୍ୟରେ ଦେବବ୍ରତଙ୍କର ଦାନ। ସେ କ'ଣ ପ୍ରକୃତରେ ଦେବବ୍ରତଙ୍କ ଠାରୁ ମୁକ୍ତି ଚାହେଁ? କେମିତି ସେ ବୁଝାଇ ପାରିବ ଯେ ଦେବବ୍ରତଙ୍କୁ ପ୍ରଥମରୁ ଭଲ ପାଇଛି? ଦୀପକ ତାକୁ ଭଲ ଲାଗିଥିଲେ। ଭଲ ପାଇବା ଆଉ ଲାଗିବା ଦୁଇଟା ଏକ କଥା ନୁହେଁ। ଦେବବ୍ରତ ଯଦି ନିଃଶବ୍ଦରେ ତା ଜୀବନରୁ ଅପସରି ଯାଇନଥାନ୍ତେ ତେବେ ଦୀପକଙ୍କ ପ୍ରତି ଭଲ ଲାଗିବା ଭଲ ପାଇବାରେ ରୂପାନ୍ତରିତ ହୋଇନଥାନ୍ତା। ଆଜି ଏସବୁର କିଛି ମାନେ ନାହିଁ। ଏସବୁ ଅନୁଭବ କରାଯାଏ। ଭାଷାରେ ପ୍ରକାଶ କରି ଜଣକୁ ବୁଝାଯାଇପାରେ ନା। ସମୟର ସ୍ରୋତ ଅବାରିତ। ସୋନି 15ଟି ବସନ୍ତ ଅତିକ୍ରମ କରିଯିବାକୁ ବସିଲାଣି। ଭଲ ପାଇବା, ପ୍ରେମ ଏସବୁ ସୋନି ପାଇଁ। ତାକୁ ଆଉ ସେସବୁ ଶୋଭା ପାଏନା। ମଥାର ଅନେକ କେଶ ରଙ୍ଗ ବଦଳାଇ ତାର ଶେଷ ବସନ୍ତର କଥା ଘୋଷଣା କଲେଣି। ଏଥର ସେ ସୋନି ପାଇଁ ଉପଯୁକ୍ତ ସ୍ୱାମୀ ନିର୍ବାଚନ କରି ନିଶ୍ଚିନ୍ତ ହୋଇଯିବ। ଗାଁରୁ ବାପା ଚିଠି ଦେଇଛନ୍ତି। ଲେଖିଛନ୍ତି, ସୁଲି, ତୋତେ ଜନ୍ମ ଦେଇ ମୁଁ ଧନ୍ୟ ହୋଇଛି। ଏତେ ମହତ୍ କାମ ଏ ଗାଁରେ ଆଉ କାହା ଝିଅ କରିଛି? ଦେବବ୍ରତ ମଣିଷ ନୁହେଁ, ଦେବତା। ଉପଯୁକ୍ତ ସ୍ୱାମୀ ପାଇ ତୋର ଜୀବନ ଧନ୍ୟ ହୋଇଛି। ତୁ ସୁଖୀ ହୋଇଛୁ। ସ୍ୱାମୀ ସନ୍ତାନ ଐଶ୍ୱର୍ଯ୍ୟ ଭିତରେ ଦୁଃଖୀଙ୍କୁ ଭୁଲି ଯାଇନୁ। ତାହା ହିଁ ପ୍ରକୃତ ମଣିଷପଣିଆ। ନା, ଆଉ ସେ ଚିଠି ପଢ଼ିପାରୁନି। ଚିଠି ଭିତରେ ବାପାଙ୍କର ମୁହଁ ଜଳ ଜଳ ଦିଶୁଛି। ଆଖିର ଲୁହରେ ବାପାଙ୍କର ସେଇ
ସ୍ନେହପ୍ରବଣ ସରଳ କ୍ଲାନ୍ତ ମୁହଁଟି ଉଜ୍ଜଳ ହୋଇ ଉଠୁଛି। ଅନେକ ଦିନ ତଳେ ଦୀର୍ଘ 5 ବର୍ଷ ତଳେ ଦିନକ ପାଇଁ ଦେବବ୍ରତ ତାଙ୍କୁ ନେଇ ଗାଁକୁ ଯାଇଥିଲେ। ବେଶୀ ଦିନ ରହିବାକୁ ତାର ସାହସ ହୋଇନଥିଲା। ହୁଏତ ବେଶୀ ଦିନ ବାପାଙ୍କ ପାଖରେ ସେ ଅଭିନୟ କରିପାରିନଥାନ୍ତା। ସାମାନ୍ୟ ଆଶ୍ୱାସନାରେ ସେ ହୁଏତ ବୋଉ ଛାତିରେ ମୁଣ୍ଡ ରଖି କହିଥାନ୍ତା, ସବୁ ମିଛ ବୋଉ, ସବୁ ଛଳନା। ମୋର ସ୍ୱାମୀ ନାହିଁ, ଘର ନାହିଁ, ମୁଁ କାହାରି ସ୍ତ୍ରୀ ନୁହେଁ। ମୁଁ କେବଳ ଦେବବ୍ରତଙ୍କର ଆଶ୍ରା ପାଇଛି, ପ୍ରେମ ପାଇନି। ନା, ତା କହିବା ପୂର୍ବରୁ ସେ ଫେରି ଆସିଥିଲା। ତାର ଯେଉଁ ସୁଖର କଳ୍ପନାରେ ବାପା ବୋଉ ସୁଖୀ ହୋଇଛନ୍ତି ତାହା ସେ ଭାଙ୍ଗି ଦେବାକୁ ଚାହେଁନା। ସେ ଧକ୍କା ବାପା ବୋଉ ହୁଏତ ସହିପାରିବେନି। ଆଉ ଆଜି ମଧ୍ୟ ସେ ବାପାଙ୍କର ଚିଠି ଭିତରେ ଯେଉଁ ପବିତ୍ର ପିତୃପ୍ରାଣର ପରିପୂର୍ଣ୍ଣ ତୃପ୍ତିର ସ୍ପର୍ଶ ପାଉଛି ତାହା ଚିରଦିନ ଅକ୍ଷୁଣ୍ଣ ଥାଉ। ଝିଅ ହୋଇ ସେ ବା କ'ଣ କରିପାରିଲା ବାପା ବୋଉଙ୍କର? ତାର କଳ୍ପିତ ସୁଖ ଦେଖି ସେମାନେ ଯେତିକି ସୁଖୀ ହୋଇଛନ୍ତି ସେଥିରୁ ସେ ତାଙ୍କୁ ବଞ୍ଚିତ କରିପାରିବନି। ମାତ୍ର ଏସବୁ ଛଳନା। ସେ ମହତ୍ ନୁହେଁ। କୌଣସି ମହତ୍ ଉଦ୍ଦେଶ୍ୟ ନେଇ ସେ ଏସବୁ କରିନି। କେବଳ ନିଜେ ବଞ୍ଚିବା ପାଇଁ, ନିଜର ଦୁଃସହ ସମୟକୁ ଅତିକ୍ରମ କରିବା ପାଇଁ ତାରି ପ୍ରହସନ। ସେ ସୁଖୀ ହୋଇଥିଲେ, ସ୍ୱାମୀ ସ୍ନେହ ପାଇଥିଲେ, ଆଉ 5 ଜଣଙ୍କ ଭଳି ଘର କରିଥିଲେ, ପର ପିଲା ପାଇଁ ତାର ଏତେଟା ଦରଦ ହୁଏତ ଆସିନଥାନ୍ତା। ସେ ଏକ ଛଳନାର ସମୟରେ ବଞ୍ଚି ରହିଛି। ଏଠି କିଛି ସତ ନୁହେଁ। ରାଜୁ ଭାଇ 1000 ଟଙ୍କା ସାହାଯ୍ୟ ଦେଇଛନ୍ତି ତାର ଅନୁଷ୍ଠାନକୁ। କହିଛନ୍ତି ତାର ଉଦ୍ୟମ ପାଇଁ ସେ ଅତ୍ୟନ୍ତ ସୁଖୀ ହେଉଛନ୍ତି। ତାର ସୁଖର ସଂସାର ଦେଖି ସେ ସୁଖୀ। ତାହା ମଧ୍ୟ ମିଛ। ରାଜୁ ଭାଇ ତାର ସୁଖକୁ ସହିପାରୁନାହାନ୍ତି। ଯେଉଁ ଦେହଟାକୁ ଲୋଭ କରି ସେ ହାତ ବଢ଼ାଇଥିଲେ ତାହା ଯେ ଅନ୍ୟର ହୋଇଯାଇଛି ସେ କଥା ସେ ସହିପାରିବା ସମ୍ଭବ ନୁହେଁ। ସେଥିପାଇଁ ଦିନଟିଏ ସେ ତା ଘରକୁ ଆସିନାହାନ୍ତି। ତାକୁ ଆଉ ଦେବବ୍ରତଙ୍କୁ ଏକାଠି ଦେଖିଲେ ବାଟ କାଟି ଚାଲି ଯାଇଛନ୍ତି। ତାର ହସ ହସ ମୁହଁ ଦେଖି ତାଙ୍କର ମୁହଁ ଶୁଖିଯାଇଛି। ଦେବବ୍ରତଙ୍କ ସଙ୍ଗେ ହାତ ମିଳଉ ମିଳଉ ଆଇ ଏମ୍ ଗ୍ଲାଡ୍ ଟୁ ମିଟ୍ ୟୁ କହୁ କହୁ ତାଙ୍କ ଆଖିରୁ, ତାଙ୍କ ମୁହଁରୁ, ତାଙ୍କ ଅନ୍ତରର ବ୍ୟଥା ପ୍ରକାଶ ପାଇଛି। ସମସ୍ତେ ଛଳନାର ବିଷ ପିଇ ଜଳୁଛନ୍ତି। ସେ, ଦେବବ୍ରତ, ରାଜୁ ଭାଇ, ଦୀପକ, ସମସ୍ତେ। ତେଣୁ ବାପାଙ୍କର ସୁଖ ସେ ଭାଙ୍ଗିଦେବ ନାହିଁ। ସୋନି ହଷ୍ଟେଲରେ ରହିବା ପରେ ବଦଳି ଯାଇଛି। ତାଠାରୁ ଛାଡ଼ ଛାଡ଼ ହୋଇ ରହୁଛି। ଏ ଭିତରେ ବୟସ ଅପେକ୍ଷା ଯଥେଷ୍ଟ ବଢ଼ିଯାଇଛି। ଝିଅଗୁଡ଼ା ବଢ଼ନ୍ତି ଗଛ ଭଳି। ହୁ ହୁ ହୋଇ ବଢ଼ିଯିବେ, ଫୁଲ ଫଳରେ ଭରି ହେଇ। ରସ କରି ଝାଉଁଳି ପଡ଼ିବେ। ଟିକେ ବୟସ ଗଡ଼ିଲେ। ଜ୍ୟୋତି ସଙ୍ଗେ ଦିନୁ ଦିନ ଘନିଷ୍ଠ ହୋଇଛି ସୋନି। ହଉ ଏକା ରକ୍ତ, ରକ୍ତର ବନ୍ଧନକୁ ଛିନ୍ନ କରିବ କିଏ? ଆହା ଥାଉ, ସୋନିର ଭବିଷ୍ୟତ ପାଇଁ ତାହା ମଙ୍ଗଳଜନକ ନୁହେଁ। ଦେବବ୍ରତ, ଦୀପକ କେହି ସାଥିରେ ସୁଖୀ ହେବେନି। ସୋନିର ସ୍କୁଲ ପାଠ ଶେଷ ହୋଇଛି। ଏହାପରେ ଇଂଲଣ୍ଡ ଯିବ। ଜ୍ୟୋତି ମଧ୍ୟ ଯିବ ଇଂଲଣ୍ଡ। ତାର ସିଟ୍ ହୋଇଯାଇଛି। ଏକା କଲେଜରେ ପଢ଼ିବା ପାଇଁ ଦୁହିଁଙ୍କର ଇଚ୍ଛା। ଜ୍ୟୋତି ଆଗ ଚାଲିଯିବ, ସୋନି ଯିବ 2 ମାସ ପରେ। ଭଲ ହେଲା। ଯେତେ ହେଲେ ଭାଇ ଭଉଣୀ ତ। ସୋନିକୁ ଏକା ଛାଡ଼ି ସେ ନିଶ୍ଚିନ୍ତ ହୋଇପାରିନଥାନ୍ତେ। ଜ୍ୟୋତି ତାର ସମବୟସ୍କ ହେଲେ ମଧ୍ୟ ପୁରୁଷ ପିଲା। ତାର ଅଭିଭାବକ ଭଳି ରହିବ। ସିନିୟର କେମ୍ବ୍ରିଜ ପରୀକ୍ଷା ସରିଛି ଦୁହିଁଙ୍କର। ଜ୍ୟୋତି କିଛି ଦିନ ପାଇଁ ସୋନି ସାଙ୍ଗରେ ଛୁଟି କଟାଇବାକୁ ଆସିଛି। ଦୁହେଁ ଏକାଠି ଖାଉଛନ୍ତି, ଖେଳୁଛନ୍ତି, ବୁଲୁଛନ୍ତି। ତାକୁ ଏସବୁ ଦେଖିବାକୁ ବେଳ ନାହିଁ। ତାର ଅନୁଷ୍ଠାନରେ ପିଲା ସଂଖ୍ୟା ବଢ଼ୁଛନ୍ତି। ଏଠି ସେଠି ଦିଲ୍ଲୀ ନଗରୀର ପ୍ରତ୍ୟକ୍ଷ ଦିବାଲୋକରେ ଅବୈଧ ସନ୍ତାନଙ୍କର ଅଭାବ ନାହିଁ। ତାକୁ ସେଥିପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ହେଉଛି। ଅନୁଷ୍ଠାନଟିଏ ଆରମ୍ଭ କରିଦେବା ବେଳେ ସେ ତ ଜାଣିନଥିଲା ତା ଅନୁଷ୍ଠାନରେ ହୁ ହୁ ହୋଇ ପିଲା ସଂଖ୍ୟା ବଢ଼ିଯିବ। ସେଥିରେ ପ୍ରଚୁର ଅର୍ଥ ଦରକାର। ଦେବବ୍ରତ ତା ଉପରେ ସବୁ କିଛି ଛାଡ଼ି ଦେଇଛନ୍ତି। ସେ ହେଉଛି ଅନୁଷ୍ଠାନର ସର୍ବମୟୀ କର୍ତ୍ରୀ। ତାକୁ ବୁଲି ବୁଲି ଚାନ୍ଦା ଆଦାୟ କରିବାକୁ ହେଉଛି। ସରକାରୀ ସାହାଯ୍ୟ ପାଇଁ ଚେଷ୍ଟା କରିବାକୁ ହେବ।
କେନ୍ଦ୍ର ମଙ୍ଗଳ ବୋର୍ଡ଼ ତରଫରୁ ସାହାଯ୍ୟ ଯାହା ମିଳୁଛି ସେଥିରେ ଅନୁଷ୍ଠାନ ଚଳିବା ସମ୍ଭବ ନୁହେଁ। ତା ସାଙ୍ଗେ ଅନେକ ସମ୍ମାନିତ ବ୍ୟକ୍ତିଙ୍କର ସ୍ତ୍ରୀମାନେ ଯୋଗ ଦେଇଛନ୍ତି। ତା ସାଙ୍ଗେ ବୁଲି ବୁଲି ଚାନ୍ଦା ମାଗୁଛନ୍ତି। ଭେରାଇଟି ଶୋ କରି ଟଙ୍କା ଆଦାୟ କରାଯାଉଛି। ଶିଶୁ ସଦନ ତରଫରୁ ଏକ କ୍ୟାଣ୍ଟିନ୍ ଖୋଲା ହୋଇଛି। ଭଦ୍ର ମହିଳାମାନେ ନିଜ ହାତରେ ସବୁ ତିଆରି କରି ବିକ୍ରି କରୁଛନ୍ତି। ଅବସର ସମୟଟାକୁ ସେମାନେ ଏଇଭଳି କଟାଇ ଦେବାକୁ ଆନନ୍ଦ ମନେ କରୁଛନ୍ତି। ଏ ସହଯୋଗ ପାଇବା ପାଇଁ ସୁଲଗ୍ନାକୁ ସମସ୍ତଙ୍କର ଦ୍ୱାରସ୍ଥ ହେବାକୁ ପଡ଼ିଛି। ସମସ୍ତଙ୍କୁ ବୁଝେଇବାକୁ ପଡ଼ିଛି। ସୁଲଗ୍ନା ରୂପ, ବ୍ୟବହାର, ଶିକ୍ଷାଗତ ଯୋଗ୍ୟତା ଆଉ ବିଶେଷ କରି ଦେବବ୍ରତଙ୍କର ପତ୍ନୀର ମହତାକୁ ସମସ୍ତଙ୍କର ଅକୁଣ୍ଠ ସାହାଯ୍ୟ ସହଯୋଗ ପାଇବାରେ ସାହାଯ୍ୟ କରିଛି। ଦେବବ୍ରତଙ୍କୁ ଛାଡ଼ିଦେଲେ ତାହାର ଯେମିତି କିଛି ସ୍ଥିତି ନାହିଁ। ଅଥଚ ଦେଖିବାକୁ ଗଲେ ଦେବବ୍ରତ ତାର କେହି ନୁହନ୍ତି। କିନ୍ତୁ ସତେ କ'ଣ ଦେବବ୍ରତ ତାର କେହି ନୁହନ୍ତି? ଦେବବ୍ରତଙ୍କୁ ସେ ସ୍ୱାମୀ ରୂପରେ ପାଇବାକୁ କେଉଁ ସୁଦୂର ଅତୀତର କଅଁଳ ତରୁଣୀ ବୟସରେ କାମନା କରିଥିଲା। ଆଜି ଭାଗ୍ୟର ସୁଅରେ ଭାସି ଭାସି ସେ ତାଙ୍କୁ ପାଇ ମଧ୍ୟ ପାଇନାହିଁ। ତଥାପି ତାଙ୍କରି ପାଖେ ପାଖେ ରହି କାମ କରିବାରେ କି ଅପରିସୀମ ଆନନ୍ଦ। ଏ ଆନନ୍ଦ ଦୁର୍ଲଭ, ଏ ଆନନ୍ଦ କାମନା ବିହୀନ, ସ୍ୱର୍ଗୀୟ। ଦେବବ୍ରତଙ୍କୁ ଆଜି ବାଦ ଦେଇ ସେ ବଞ୍ଚି ନପାରେ। ଦେବବ୍ରତ ତା ଜୀବନର ଉତ୍ସ, ତାର ବଞ୍ଚିବାର ପ୍ରେରଣା। ଆଉ ସୋନି? ଝିଅମାନେ ତରୁଣୀ ହୋଇଗଲେ ନୀଡ଼ ରଚନାର ସ୍ୱପ୍ନ ଦେଖନ୍ତି। ଆଉ ସେ ସ୍ୱପ୍ନ ଆଗରେ ବାପା, ମା, ଭାଇ ବନ୍ଧୁଙ୍କର ସ୍ନେହ ବନ୍ଧନ କେତେ ତୁଚ୍ଛ ହୋଇପଡ଼େ। ସୋନି ଏଥର ପର ଘରକୁ ଯିବ, ପର ହୋଇଯିବ। ତାର ସୁଖର ସଂସାର ଦ୍ୱାରରେ ତାର ଅସହାୟ ଜନନୀର ଶୂନ୍ୟ ହୃଦୟର ବ୍ୟଥା ପହଞ୍ଚି ପାରିବନି। ଜ୍ୟୋତିକୁ ଦେଖିବା ପରଠୁ ତାର ମନରେ ଅନେକ ସମୟରେ ବ୍ୟଥା ଜାଗିଛି। ସୋନି ଝିଅ ନ ହୋଇ ପୁଅ ହୋଇଥାନ୍ତା କି? ଦୀପକ ତାକୁ ପ୍ରତ୍ୟାଖ୍ୟାନ, ପ୍ରତାରିତ କରି ସୁଖୀ ହେଇନାହାନ୍ତି। ଦାମ୍ପତ୍ୟ ଜୀବନ ତାଙ୍କର ତିକ୍ତତାରେ ଭରି ଉଠିଛି। ମାତ୍ର ଜ୍ୟୋତି ଭଳି ଗୋଟିଏ ଗୁଣବାନ ମେଧାବୀ ପୁଅଟିଏ ପାଇଁ ତାଙ୍କର ଦୁଃଖ ଅନେକ କମିଯାଇଥିବ। ଆହା, ଜ୍ୟୋତି ଯଦି ତା ପେଟରୁ ଜନ୍ମିଥାନ୍ତା। ନା, ତାର ଜୀବନର ଅନ୍ଧକାର ଏକ ଦୀପ। ସେଠି ଖାଲି ଅନ୍ଧାର ବ୍ୟତୀତ ଆଲୋକ ନାହିଁ, ଜ୍ୟୋତି ନାହିଁ। ଆଲୋକ ନଥିଲେ ଜ୍ୟୋତି ବା ଆସିବ କେଉଁଠୁ? ଜ୍ୟୋତି ପାଇଁ ତାର ବୁକୁ ତଳେ ମାତୃତ୍ୱର ଫଲ୍ଗୁ ଧାର ସଙ୍ଗୋପନରେ ଝରିଯାଏ। ଜ୍ୟୋତି ତାର କେହି ନୁହେଁ, ଜ୍ୟୋତି ଦୀପକଙ୍କର। କିନ୍ତୁ ଜ୍ୟୋତି ଯେ ସୋନିର ଭାଇ, ଆଉ ତାର ଗର୍ଭଜାତ କନ୍ୟା। ଆଉ ସୋନି ଜ୍ୟୋତିଙ୍କ ଦେହରେ ଏକ ରକ୍ତ ପ୍ରବାହିତ। ଜ୍ୟୋତିକୁ ସେ ସୋନିଠାରୁ ଭିନ୍ନ ଆଖିରେ ଦେଖିବେ କେମିତି? ଜ୍ୟୋତି ଦୀପକଙ୍କ ସଙ୍ଗେ ଚାଲି ଯାଉଛି। ଇଂଲଣ୍ଡ ଯିବା ଆଗରୁ ଆଉ ଥରେ ଆସିବ। ସୋନି କେମିତି ଶୁଖି ଯାଉଛି, ଗମ୍ଭୀର ଜଣାପଡ଼ୁଛି, ଅନ୍ୟମନସ୍କ ହୋଇ ବସି ରହୁଛି। ଜ୍ୟୋତି ଗଲା ପରଠୁ ତାର ସମସ୍ତ ଚପଳତା, ସରସତା ହଠାତ୍ ସ୍ତବ୍ଧ ହୋଇଯାଇଛି। ହେବା କଥା, ଏତେ ବଡ଼ ଘରଠାରେ କାହାକୁ ନେଇ ସେ ଚପଳା ଚଞ୍ଚଳା ହୋଇ ଉଠିବ? ସୁଲଗ୍ନା ଆଉ ଦେବବ୍ରତ ସବୁ ସମୟରେ ବାହାରେ। ପିଲା ଲୋକ, ହଷ୍ଟେଲରେ ସାଙ୍ଗସାଥୀଙ୍କ ଭିତରେ ଏତେ ବର୍ଷ ରହି ଏ ନିସଙ୍ଗତା ତାକୁ ଭଲ ଲାଗୁନଥିବ। ନା, ସୋନିକୁ ଏତେଟା ଇଗ୍ନୋର କରାଯିବା ଉଚିତ ନୁହେଁ। ସୋନି ପାଇଁ ତାକୁ କିଛି ସମୟ ଦେବାକୁ ହେବ। ସେ କ'ଣ କେବେ ବି ଚାହିଁଥିଲା ନିଜର ଆଦରଣୀୟା ଏକମାତ୍ର କନ୍ୟାକୁ ଅବହେଳା କରି ହଠାତ୍ ନାରୀ ନେତ୍ରୀ ସମାଜସେବିକା ହୋଇ ଉଠିବ ବୋଲି? ସୁଲଗ୍ନା ସୋନିକୁ ନେଇ ବୁଲି ଯାଇଛି। ସୋନି ସଙ୍ଗେ ଚେସ୍ ଖେଳୁଛି। ସୋନି ସହ ଅନେକ ଗଳ୍ପ କରୁଛି। ମା ପାଖରେ ସୋନି ନିସଙ୍କୋଚରେ ଜ୍ୟୋତିର କଥା ଭାବ ଗଦଗଦ କଣ୍ଠରେ ଗପୁଛି। ଜାଣ ମା, ଜ୍ୟୋତି ମୋତେ ଖୁବ୍ ଈର୍ଷା କରେ। ସତେ? କାହିଁକି? ତମେ ମୋର ମା ବୋଲି। ତାର ମା ତମ ଭଳି ସୁନ୍ଦର ନୁହନ୍ତି, ତମ ଭଳି ସ୍ନେହ କରନ୍ତିନି। ଖୁବ୍ ଚିଡ଼ଚିଡ଼, ଜ୍ୟୋତିକୁ କେବେ ବି କୋଳରେ ଶୁଆନ୍ତି ନାହିଁ। ଆହା, ତେବେ ତ ଜ୍ୟୋତି ଦୁଃଖୀ ପିଲାଟିଏ। ହଁ ମା, ଜ୍ୟୋତି କହେ ତା ମା ଯଦି ବଡ଼ ଲୋକର ଝିଅ ହୋଇନଥାନ୍ତେ
ଗରିବ ଘରର ଝିଅଟିଏ ହୋଇ ତାକୁ ସ୍ନେହ କରୁଥାନ୍ତେ, ତେବେ ସେ ଖୁବ୍ ଖୁସି ହୋଇଥାନ୍ତା। ଆଉ ସେଥିପାଇଁ ପରା ସେ ବଡ଼ ଲୋକକୁ ଘୃଣା କରେ। ସୁଲଗ୍ନା ଅନ୍ୟମନସ୍କ ହୋଇ ଉଠିଛି। ଦୀପକର ପୁଅ ଜ୍ୟୋତି ଦିନେ ରାତାରାତି ବଡ଼ ଲୋକ ହୋଇଯିବାର ନିଶାରେ ଦୀପକ ତାର ଭଲ ପାଇବାକୁ ପଦାଘାତ କରି ତାକୁ ଏକାନ୍ତ ଅସହାୟ କରି ଲକ୍ଷପତିର ଜାମାତା ହୋଇଥିଲେ। ଆଜି ତାଙ୍କରି ଏକମାତ୍ର ସନ୍ତାନ ବଡ଼ଲୋକୀକୁ ଘୃଣା କରୁଛି। ଅଥଚ ଦୀପକଙ୍କ ରକ୍ତ ବହୁଛି ଜ୍ୟୋତିର ଶିରାରେ ଶିରାରେ। ଦୀପକ ଆଜି ଜଳୁଛନ୍ତି। ସୁଖୀ ହେବାର ଆଶା ନେଇ ସୁଖକୁ ପାଦରେ ଆଡ଼େଇ ଦେଇ ସେ ଦୁଃଖ ପାଇଛନ୍ତି। ଦାମ୍ପତ୍ୟ ଜୀବନ ତାଙ୍କର ତିକ୍ତତା ଭଗ୍ନ। ସ୍ତ୍ରୀର ପ୍ରେମ ସେ ପାଇନାହାନ୍ତି। ସ୍ତ୍ରୀ ତାକୁ ଅବଜ୍ଞା କରନ୍ତି। ଦୀପକ ସାରା ଜୀବନ ଅନୁତାପ କରୁଛନ୍ତି। କରନ୍ତୁ। ଦୀପକଙ୍କ ପାଇଁ ତାର ମନ ତଳେ ସମବେଦନା ଜାଗିବାର କିଛି ମାତ୍ର କାରଣ ନାହିଁ। ମାତ୍ର ଜ୍ୟୋତି ନିରୀହ ସରଳ କିଶୋର ପ୍ରାଣରେ ମାର ମମତା ପାଇଁ କି ବ୍ୟାକୁଳତା। ସୋନି କହୁଛି, ଜାଣ ମା, ଜ୍ୟୋତି କ'ଣ କହୁଥିଲା ମୁଁ ତୋର ମାଙ୍କ ପୁଅ ହୋଇ ଜନ୍ମ ହୋଇଥାନ୍ତି କି? ତୁ ଭାରି ଲକି ସୋନି। ତୋର ମା ତୋତେ କେତେ ସ୍ନେହ କରନ୍ତି, କୋଳରେ ଶୁଆନ୍ତି। ମୋର ଇଚ୍ଛା ହୁଏ ମୁଁ ବି ସେମିତି ତୋର ମାଙ୍କ ପାଖରେ ଗେହ୍ଲା ହୁଅନ୍ତି। ସୁଲଗ୍ନାଙ୍କର ବୁକୁ ଥର ଥର ହୋଇ କମ୍ପି ଉଠୁଛି। ପିଲାଟାର ସତରେ ଅଦ୍ଭୁତ ଆକର୍ଷଣ। ତାଙ୍କର ବି ବେଳେବେଳେ ଇଚ୍ଛା ହୁଏ ପିଲାଟାର ଛଳ ଛଳ ମୁହଁଟାକୁ ବୋକ ଦିଅନ୍ତି, ପିଲାଟାକୁ ଛାତିରେ ଜାକି ଧରି ନିଜ ବୁକୁର ପୁତ୍ର ଅଭାବଜନିତ ଅବଶୋଷ ମେଣ୍ଟାଇ ନିଅନ୍ତି। ମାତ୍ର ତାହା ସେ ପାରନ୍ତି ନାହିଁ। ଦେବବ୍ରତଙ୍କ ଦୃଷ୍ଟି ସମ୍ମୁଖରେ ପିଲାଟାକୁ ଆଦର କରିବାକୁ କେମିତି ସଙ୍କୋଚରେ ଜଡ଼ ଜଡ଼ ହୋଇଯାଆନ୍ତି ସେ। ତା ଛଡ଼ା ଦୀପକଙ୍କର ରକ୍ତ ଯାହା ଦେହରେ ବହୁଛି ତାକୁ ସ୍ନେହ ଦେଇ ସନ୍ତୁଷ୍ଟ କରାଯାଇପାରେ ନା। ଆଜି ସୋନିର କଥା ଶୁଣି ଭାବୁଛନ୍ତି ପିଲାଟାର ମା ଥାଇ ସେ ମା ଛେଉଣ୍ଡ ଭଳି ସେଭଳି ଏକ ମାତୃହୀନ ବାଳକକୁ ସ୍ନେହଦାନ କରିବାରେ କାର୍ପଣ୍ୟ କରି ସେ ଅପରାଧ କରିଛନ୍ତି। ତାଙ୍କ ସେବା ସଦନର ଅସହାୟ ପରିତ୍ୟକ୍ତ ଶିଶୁମାନଙ୍କ ଭଳି ଜ୍ୟୋତି ବି ଏକ ପ୍ରକାର ମାତୃସ୍ନେହ ବଞ୍ଚିତ ଅନାଥ ଶିଶୁ। ଏଥର ସେ ତାକୁ ପାଖରେ ପାଇଲେ ଆଦର କରିବେ, ଗେଲ କରିବେ। ତାଙ୍କ ମାତୃହୃଦୟର ଅମୃତ ସାଗରରୁ ବିନ୍ଦୁଟିଏ ସଲିଳ ଦେଇ ପିଲାଟିକୁ ସୁଖୀ କରିବେ। ତାହାଦ୍ୱାରା ତାଙ୍କ ମାତୃତ୍ୱର ସିନ୍ଧୁ ଶୁଷ୍କ ହୋଇଯିବ ନାହିଁ। ଦୀପକଙ୍କ ଉପରେ ଆକ୍ରୋଶ ରଖି ପିଲାଟାକୁ ଅବହେଳା କରିବାର କିଛି ମାନେ ନାହିଁ। ଇଂଲଣ୍ଡ ଯିବା ଆଗରୁ ଜ୍ୟୋତି ନିଶ୍ଚୟ ଆସିବ। ଦିନେ 2 ଦିନ ରହିବ। ତାକୁ ସେ ନିଶ୍ଚୟ ଆଦର କରିବେ, ସ୍ନେହ କରିବେ। ସୋନି ଅନେକ କଥା ଗପୁଛି। ଜ୍ୟୋତିର କଥା କହିବା ବେଳେ ତାର ଚପଳତାର ସୀମା ରହୁନାହିଁ। ଜ୍ୟୋତିକୁ ଛାଡ଼ିଦେଲେ ତାର ଯେମିତି ଆଉ କିଛି କହିବାର ନାହିଁ। ସୁଲଗ୍ନା ନିଜ ଭାବନାରେ ବୁଡ଼ି ଯାଉଛନ୍ତି। ଏମିତି ଯଦି ରକ୍ତର ଆକର୍ଷଣରେ ଦୀପକଙ୍କର ହୋଇଯିବ। ଅପରାହ୍ନ ଡାକରେ କେତେଟା ଚିଠି ଭିତରେ ସୋନି ନାମରେ ଗୋଟିଏ ଚିଠି ଆସିଛି। ସୁନ୍ଦର ଅକ୍ଷର ବସେଇ ବସେଇ ଗାଢ଼ କରି ଲେଖା ହୋଇଛି ସୋନାଲି ମହାପାତ୍ର। ବୋଧହୁଏ ନାଁଟାକୁ 2-3 ପରସ୍ତ କରି ଲେଖାଯାଇଛି। ଚିଠିଟା ଦେଖୁ ଦେଖୁ ଚିଲ ପରି ଛୁଟି ଆସି ଚିଠିଟା ଝାମ୍ପି ନେଇ ଏକାଥରକେ ଶୋଇବା ଘରକୁ ଦୌଡ଼ି ପଳାଇଲା ସୋନି। ତାର ଗତିପଥକୁ ଚାହିଁ ଦଣ୍ଡେ ସ୍ତବ୍ଧ ହୋଇଗଲା ସୁଲଗ୍ନା ତା ରୁମ୍ରେ ବସି ସୋନାଲିକୁ ପରିଷ୍କାର ଦେଖିପାରୁଛି। ସୋନାଲି ଚିଠିଟାକୁ ବାରମ୍ବାର ପଢ଼ୁଛି। ଆରକ୍ତ ହୋଇ ଉଠୁଛି ଗଣ୍ଡ। ପାତଳ ଓଠ ଦୁଇଟାରେ ସଲ୍ଲଜ ହସର ଛିଟା, ଆଖିରେ ସ୍ୱପ୍ନର ଅଞ୍ଜନ। ମନକୁ ମନ ହସୁଛି ସୋନାଲି। ସୁଲଗ୍ନାର ବୁକୁ ତଳେ ପ୍ରବଳ କମ୍ପନ। ସୋନାଲି ଭଲ ପାଇବାର ସ୍ୱପ୍ନ ଦେଖିଲାଣି। କିନ୍ତୁ ତାହା ତ ସେ ଚାହିଁନଥିଲା। ଭଲ ପାଇ ସର୍ବସ୍ୱାନ୍ତ ହୋଇ ସୋନାଲି ତା ଭଳି ଜୀବନର ଚୋରାବାଲି ଉପରେ ଠିଆ ହୋଇ ନିଜ ଲୁହ ପିଇ ହସିବାର ଛଳନା କରିବ, ତା ସହ୍ୟ କରିପାରିବନି। ସୋନାଲିକୁ ଏ ସର୍ବନାଶ ପଥରୁ ଫେରାଇ ଆଣିବାକୁ ହେବ। ଏ ବୟସରେ ଏମିତି ସର୍ବନାଶର ନିଶା କାହିଁକି ଲାଗି ସବୁ ଝିଅଙ୍କ ମନରେ? ପୁରୁଷର ଟିକିଏ ମିଠା କଥା, ଟିକିଏ ପ୍ରଶଂସା, ମନଭୁଲା କଥାରେ ମନରେ
ଡେଣା ଲାଗିଯାଏ। ସବୁ ବାଧା ବନ୍ଧନକୁ ପଛକୁ ପକାଇ ନାରୀ ନଦୀ ହୋଇ ବହିଯିବାକୁ ଚାହେଁ। କିନ୍ତୁ ପ୍ରେମିକ ପୁରୁଷ ସାଗର। ତାର ବୁକୁରେ ଅନେକ ନାରୀଙ୍କର ଆଖି ଲୁହର ଲବଣାକ୍ତ ଜଳ। ସେ ଜଳରେ ହୃଦୟର ତୃଷ୍ଣା ମେଣ୍ଟେ ନାହିଁ। ତାର ତୃଷ୍ଣା ମେଣ୍ଟି ନାହିଁ। ରତ୍ନ ଲୋଭରେ ସାଗରର ଜଳ ପିଇ ତା କଣ୍ଠରେ ଅଶେଷ ଜ୍ୱାଳା ଲିଭିବାର ନୁହେଁ। ସୋନି ଚିଠିଟାକୁ ଭାଙ୍ଗି ଭୁଙ୍ଗି କଳା ରଙ୍ଗର ବହିଟା ଭିତରେ ରଖିଦେଇ ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ପଦାକୁ ବାହାରିଗଲା। ତାର ପାଦରେ ନୃତ୍ୟର ଛନ୍ଦ। ସନ୍ତର୍ପଣରେ ସୁଲଗ୍ନା ସୋନାଲିର ବହି ଭିତରୁ ଚିଠିଟା ଆଣି ନିଜ ରୁମ୍ରେ ପଶିଲା। ଚିଠିଟା ପଢ଼ିବା ଆଗରୁ ସୁଲଗ୍ନା ନିଜ ମନର ପ୍ରବଳ ଉଦ୍ବେଗକୁ ଚାପି ରଖି ମନକୁ ଦୃଢ଼ କରିନେଲା। ମା' ହୋଇ ତରୁଣୀ ଝିଅର ପ୍ରେମପତ୍ର ଚୋରେଇ ପଢ଼ିବା ଅନ୍ୟାୟ, ନୀତି ବିରୁଦ୍ଧ। ତଥାପି ତାହା ସେ କରିବ। ଯେତେ ପାପ ଯେତେ ଅନ୍ୟାୟ ହେଲେ ମଧ୍ୟ ସୋନାଲିକୁ